ଆଜ୍ଞା ନମସ୍କାର। ପାକିସ୍ତାନିଆ ବିଦା ହେଲା ପରେ ବାଂଲାଦେଶୀ ଆଜ୍ଞା ବହୁତ ଆସିକି ରହିଗଲେଣି। ସେ ଆସିକି କଲିକତାରେ ରହିଥିଲେ। କଲିକତାରେ ମମତା ବାନାର୍ଜୀ ବାଂଲାଦେଶୀ ଲୋକ, ତାଙ୍କୁ ସବୁ ଆଧାର କାର୍ଡ଼ କରିଦେଲା। ତାକୁ ଧରିକି ସେ ବିଭିନ୍ନ ଆଡ଼କୁ ଯାଇ ସବୁ ଆଧାର କାର୍ଡ଼, ଭୋଟ ପରିଚୟ, ରେସନ କାର୍ଡ଼ ଘରେ ବି ପାଇଗଲେ। ତେଣୁ ମୋର ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଅନୁରୋଧ, ବେଙ୍ଗଲରୁ ଆଧାର କାର୍ଡ଼ ପାଇକି ଅନ୍ୟମାନେ ଯେଉଁଠି ଯାଇକି ଭୋଟ ପରିଚୟ ପତ୍ର, ଆଧାର କାର୍ଡ଼ ଅନ୍ୟମାନେ ପାଇଛନ୍ତି ବେଙ୍ଗଲରୁ ଆଧାର କାର୍ଡ଼ କରିକି, ତାକୁ ଟିକେ ଯାଞ୍ଚ କରାଯାଉ। ସେ କେଉଁଠିକା ଲୋକ, ମୂଳ ବାସିନ୍ଦା କରିକି ତାଙ୍କୁ ସବୁ ଡାଇରେକ୍ଟ ବିଦା କରି, ଆଉ କିଏ କରିଛି ତାକୁ ଦେଖାଯାଉ। ଦେଶଦ୍ରୋହୀ ଆଣିଲେ ତାକୁ ଡାଇରେକ୍ଟ ଆରେଷ୍ଟ କରାଯାଉ। ଆରେଷ୍ଟ କରି ଖାଇତେ ଦେବେ ଦରକାର ନାହିଁ, ଡାଇରେକ୍ଟ ଏନକାଉଣ୍ଟର କରିଦିଆଯାଉ। ତାକୁ ଭାରତବାସୀ ପୁଷିକି ରଖିନାହାନ୍ତି, ଖାଇତେ ପିଇଦେଇକି ପୋଷ୍ଟ କରି ରଖିବେ। ସେଟା ଆଜ୍ଞା ଅଲଗା ଗଭର୍ଣ୍ଣମେଣ୍ଟ ବେଳେ ହେଉଥିଲା। ଆମର ମୋଦି ଗଭର୍ଣ୍ଣମେଣ୍ଟ ଆଉ ଯୋଗୀ ତାଙ୍କୁ ରଖିବା ବି ଆବଶ୍ୟକ ନାହିଁ, ଖାଇତେ ପିଇଦେଇକି ପୋଷ୍ଟ କରିକି। ଆଉ ଟିକିଏ ଜେଲଖାନାର ଆଇନ ପରିବର୍ତ୍ତନ କରି ଖାଦ୍ୟ ଆଜ୍ଞା କଷ୍ଟ ଭାର ଖାଦ୍ୟ ଦିଆଯାଉ। ଶୁକି ଶୁକିକି ମରିଯାଇଛନ୍ତି, ତାହେଲେ ସେଠିକି ଆଉ କେହି ଯିବା ପାଇଁ, ଏମିତିକା କରିବା ପାଇଁ ସାହସ କରିବେନି। ଆଉ ଗୋଟେ ଜିନିଷ, ବହୁତ କେତେକ ବଦମାସି ଆସିକି ରହିଛନ୍ତି ଭାରତରେ, ଖାଇବେ ପିଇବେ, ପାକିସ୍ତାନ ଜିଦା ମାରିବେ। ତାଙ୍କୁ ଆଜ୍ଞା ଡାଇରେକ୍ଟ ଯାଆନ୍ତୁ, ତାଙ୍କୁ କୁହାଯାଉ କାଢ଼ି ତାଙ୍କ ବଂଶ ବୁନିଆଦି ବନ୍ଧୁଆସ କରନ୍ତୁ। ଯଦି ନ ଯିବେ ଡାଇରେକ୍ଟ ଏନକାଉଣ୍ଟର କରିଦିଆଯାଉ। ତାଙ୍କୁ ବି ଜେଲ୍ ନେବା ଦରକାର ନାହିଁ, ଦେଶଦ୍ରୋହୀ ହିସାବରେ ଜେଲ୍ ନେବା ଦରକାର ନାହିଁ। କି ଆମେ ଖାଦ୍ୟ ଟ୍ୟାକ୍ସ ଦେଇକି ରଖିନୁ, ସେ ତାଙ୍କୁ ସବୁ ପୋଷିବା ପାଇଁ। ଏ ଡାଇରେକ୍ଟ ଏନକାଉଣ୍ଟର କରି ଉଡ଼େଇ ଦିଆଯିବ। ସିଧା ଯାଅ ତୁମ ଦେଶକୁ, ନହେଲେ ବେଶ ଏନକାଉଣ୍ଟର କରି ଉଡ଼େଇ ଦିଆଯିବ। ଯାହାକୁ ଜିନ୍ଦାବାଦ ମରିଛ ସେଇଠି ପଳା। ଆଉ ବାଂଲାଦେଶୀର ଯେତେ ଅଛନ୍ତି ଆଧାର କାର୍ଡ଼, ଭୋଟ ପରିଚୟ, ଘର ପର୍ଯ୍ୟନ୍ତ ଆଜ୍ଞା, ଯେଉଁ ଘର ଗୁଡ଼ା ସେ ପାଇଛନ୍ତି ଗଭର୍ଣ୍ଣମେଣ୍ଟରୁ, ତାକୁ ଗଭର୍ଣ୍ଣମେଣ୍ଟ ରିସିଭ୍ କରିନେବୁ। ଜାଗା ବି ଗଭର୍ଣ୍ଣମେଣ୍ଟ ଦେଇଛି, ତାକୁ ନେଇଯାଉ। ଗରିବ ଲୋକ ଆଜ୍ଞା, ଓଡ଼ିଶାରେ ବହୁତ ଗରିବ ଲୋକ ଅଛନ୍ତି, ଘର ନାହିଁ, ଜାଗା ନାହିଁ, କିନ୍ତୁ ତାଙ୍କୁ ଦିଆଯାଉ। କେନ୍ଦ୍ରାପଡ଼ାରେ ଲକ୍ଷ ଲକ୍ଷ ରହିଛନ୍ତି, ଭଦ୍ରକ ଟ୍ରେନ୍ ଲାଇନ୍ ପାଖେ, ସମୁଦ୍ର ପାଖେ, ଇଏ ଯଦି ବିଦା ହେଇଯିବେ, ଓଡ଼ିଶା ଯେତିକି ଲୋକ ଅଛନ୍ତି ଆରାମସେ ଆଜ୍ଞା ଘର ଫର ପାଇକି ରହିଯିବେ। ଆମେ ବାତ୍ୟା ସମୟରେ ଯିବା କାହିଁକି, କେ ଚାଳ ଛପର ଅଛି ତାଙ୍କୁ ଦେବା କାହିଁକି? ନବୀନ ବାବୁ ଥିଲାବେଳେ ସବୁ ତାଙ୍କୁ ଦେଇକି ଓଡ଼ିଶାବାସୀ ବେଶ ଘରେ ପାଇଲେ। କ'ଣ ନା ବାତ୍ୟାରେ ମରିଯାଉଛନ୍ତି। ନିଜ ଅଯୋଗ୍ୟପଣରୁ ଆମେ ଯାଇକି ବିଦେଶୀକି ପୁଷିନୁ ଆଣିକି ଭୋଟ ଦେବୁ ବୋଲି, କିନ୍ତୁ ଆମ ଲୋକ ପାଇପାରିଲେ ଘର। ଏହା ଭଳିଆ ଦୁର୍ଭାଗ୍ୟ ଆଉ କେଉଁଠି ନାହିଁ। ଆଜ୍ଞା ନମସ୍କାର, ରହିଲି। ପରବର୍ତ୍ତୀ